ସିଏ ଗତ ବର୍ଷ ଆମର ମାନେ ମୋ ଭଉଣୀକୁ ତ ବାହା ହେଇଥିଲା ଟିକିଲିପଣ୍ଡାର ଶାଳୀ ବାହା ହେଇଥିଲେ। ସିଏ ଆମ ଘରକୁ ଆସିଥିଲେ ଗତ ବର୍ଷ ଫୁଲ ଡାଳ ପାଇଁ। ତ ସିଏ ତାଙ୍କୁ ଫଲୋ କରି କରି ଆସିଥିଲେ ଟିକିଲିପଣ୍ଡାର ଶଳା ଆସିଥିଲେ ଫଲୋ କରି କରି ଘରକୁ। ତାପରେ ଘରୁ ଇଏ ଯାଇକି ଡାଳ ନେଇକି ଗଲାବେଳକୁ ସେଠି ରାସ୍ତାରେ ଜଗିକି ତାକୁ ପିଟାମରା କଲେ। ତାପରେ ଆମ ଘରକୁ ତ ସିଏ ସାଙ୍ଗେ ସାଙ୍ଗେ ଫୋନ୍ କଲା ଯେ ମୋତେ ମାରପିଟ କରୁଛନ୍ତି ରାସ୍ତାରେ। ଆଉ ଆମ ଘରକୁ ଲୋକ ଆସିଥିଲେ, ଛୁଆ ଦୁଇଟା ଥିଲେ, ମୁଁ ଯାଇପାରିଲିନି। ମୋ ସ୍ୱାମୀକୁ ପଠେଇଲି, ଯାଅ ଛଡ଼ାଛଡ଼ି କରିଦେବ, ମାରିଲେଣି ତାକୁ। ତାପରେ ସେଠିକି ଗଲାବେଳକୁ ମୋ ସ୍ୱାମୀ କହିଲେ ଯେ ମାନେ ବୁଝାମଣା କରିଦେଉଛନ୍ତି କି ପାଇଁ ଏମିତି ମାରପିଟ ହେଉଛ ରାସ୍ତାରେ। ଛଡ଼ାଛଡ଼ି କରିଦେଲା ବେଳକୁ ମୋ ସ୍ୱାମୀକୁ ଚପଲରେ ଟିକିଲିପଣ୍ଡା ପିଟିଥିଲେ, ଆଉ ଶଳା ବି ଆହୁରି ଲୋକ ଡାକିକି ବି ପିଟା କରେଇଥିଲେ। ମୁଁ ନିଜେ ଯାଇଥିଲି ପରେ ମାନେ ଛଡ଼େଇକି ଧରିକି ଆସିଥିଲି। ତାପରେ ଏଇଆ ହେଲା। ଆଉ ଏ ବର୍ଷ ଏମିତି ଛୁଆ ସେଇଟା ଜାଣିଥିଲା ମୋ ବାପା ନିରୀହ ଲୋକ, ଶାନ୍ତଶିଷ୍ଟ ନିରୀହ ଲୋକ, ମୋ ବାପା କେନେ ଚପଲରେ ପିଟିଲେ, ଏତେ ଲୋକ ହେଇକି କେନେ ପିଟିଲେ, ସେଇଟା ତାର ମୁଣ୍ଡରେ ରିଆକ୍ସନ୍ କରୁଥିଲା। ଆଉ ଆମେ ଆଜି କିଛି ବି ଜାଣିନି। ପୁଲିସ ଆସିକି ତାର ସିଏ ତ କହୁଥିଲା ମୁଁ ଯାଇକି ମୁଁ ସିଲିଣ୍ଡର ହେଇଯିବି। ପୁଲିସ ଆସିକି ନେଲା। ପୁଅର ନାମ ହିମାଂଶୁ ମହାନ୍ତି।